କରି ଡେକୋରେସନ କରି ମାଲ ଯାଉଛି ଆଉଛି ପୁଣି ପଶୁଛି ଏମିତି ଚାଲିଛି ଆଉ। ମୁଁ ଟିକେ ଭିଡ଼ିଓ କରୁଛି। ମାଲ ଯାଉଛି ବରଗଡ଼ ସମ୍ବଲପୁର ଏପଟେ ଅନୁଗୁଳ। ଏଟା ଆମ ଆପଣଙ୍କର ମେନ୍ ଇଏ ଗୋଡାଉନ ଭଳିଆ ହେଇଗଲା। ଗୋଡାଉନଟା ସେଇଟା ଗୋଡାଉନ ନା ଅଛି ଗୋଡାଉନଟା ସେଇଠି ଆଣିକି ଏଠି ସୋରୁମ ଏଟା। ହଁ ଏଇଟା ସୋରୁମ ସେଇଟା ଗୋଡାଉନ। ଗୋଟେ ଆଇଛି ତୁମେ କକାଙ୍କର ଇଣ୍ଟରଭ୍ୟୁ ନିଅ, ମୁଁ ଭିଡ଼ିଓ କରୁଛି। ନା ଏଇଟା ଏମିତି ହିଁ ତ କଥାବାର୍ତ୍ତା। ଏଠି କାହାଠି ହରିବୋଲ ହରିବୋଲ ସକାଳେ ହଉଛି। ଏଟା ଗ୍ଲାସ୍ ଲାଗିବ। ଡିଜାଇନ୍ ସବୁ ଭଲ, ସିମ୍ପଲରେ ନର୍ମାଲରେ ଶସ୍ତା ସୁନ୍ଦର ମଜବୁତ। କକାଙ୍କର ଏତେ ବଡ଼ ଏଜେନ୍ସି। ଯେତେ କାମ ଥିବ ବଡ ସତ୍ସଙ୍ଗ ଯୋଉଠି ହବ ଆଠ ବେଳେ ଛାଡିକି ପଳେଇବ, ସେ ଜମା ରହିବ ତାକୁ ତ ସମସ୍ତେ ଖୋଜିବେ। ଆମେ ଯାଉଛୁ 14, 15, 16 ଆମେ ଦେଓଘର ଯିବା। ଆମେ ଦେଓଘର ଯାଉଛୁ, ଯାଇପାରିନଥିଲୁ ବାହାଘର ପାଇଁ। ଏଗୁଡ଼ାକ ନୂଆ ନୂଆ ଡିଜାଇନ୍ ଭଲ ଲାଗୁଛି ନା ଚେୟାରର। ଏଇଟା ଗୋଟେ ଡିଜାଇନ୍ ରାଜା ଭଳିଆ, ଏଇଟା ଗୋଟେ ସୁନ୍ଦର ଡିଜାଇନ୍। ଏଇଟା ବି ସବୁ ପ୍ରକାର ଡିଜାଇନ୍ ରଖାହେଇଛି, ଯାହାକୁ ଯେଉଁଟା ପସନ୍ଦ ନେବେ ଆଉ। କଣ ସେ ପଇସା ପତ୍ର ଦଉଛି, କେମିତି ଚଳୁଛ? ଯୁଧିଷ୍ଠିର କଣ ଦୋକାନ ଦେଇଦେଲା, କେମିତି ଘରେ ଚଳୁଛ? ମୁଁ ଯାଇ ରହି 15 ଦିନ ମାସେ ମଝିରେ, ଛୋଟ ଛୋଟ ଛୁଆ ବାପା ନିଶା ଖାଉଛନ୍ତି। ମୁଁ କହିଲି ମୁଁ ଆଉ କଣ କହିବି ନା, ନାଇଁ ଯୁଧିଷ୍ଠିର ଦୋକାନରୁ ହଟାଅ, ସେ ନିଜେ ଦୋକାନ କରୁ। ବୋଉ ଏତିକି ଫାଇଟିଂ କରି ଯୁଧିଷ୍ଠିର ସାଇଡ୍ କଲେ, ମାରିବେ ନିଜେ କହି। ସେଇଠୁ କକା ଦୋକାନ କଲେ। ହଁ ବା, ଭାଇଙ୍କର ବହୁତ ଅବଦାନ, ଭୁଲି ହବନି। ସେଠୁ ଆରମ୍ଭ। ଲସିତ ବାବୁଙ୍କର ମନେ ଅଛି ତମ କଥା ସବୁବେଳେ। ମୀନା ଦେଇ ଲସିତ ବେଶୀ, ଭବର ଟିକେ ଟିକେ ମନେ ଅଛି। ଯାହା ବି ହଉ, ଏମିତି ସମସ୍ତେ ମିଳିମିଶି ରହିବା କଥା। ଇଏ ବି କ'ଣ ଏବେ ଠାକୁରଙ୍କର କାମ ଦ୍ୱାରା ମଣିଷର କ'ଣ ଉପକାର କରିବେ, ତା ସେଇଟା ହିଁ ଆଗକୁ ଛାପ ଛାଡ଼ିବ ନା। ଏବେ ଲସିତ ଯେତେ କାମ ଥାଉ, ସମସ୍ତେ ଏଠି କ'ଣ କହୁଛନ୍ତି ଜାଣିଛ? କହୁଛନ୍ତି ଗୋଟେ ଭାଇ ବିଜନେସରେ କହୁଛି ମୁଣ୍ଡ, ଆଉ ଗୋଟେ ଭାଇ ସତ୍ସଙ୍ଗ। ଯୋଉଠି ଏରିଆରେ ହଉ, ଯେତେ କାମ ଆଉ ଯାହା କହିବା କଥା ନୁହଁ, ଠାକୁରଙ୍କ ପାଇଁ ଯାହା ଦରକାର ହବ ବିନା ସ୍ୱଚ୍ଛନ୍ଦରେ ସାରଙ୍ଗକୁ ଦେଇଦିଅ, ଆଉ ଅବଜେକ୍ସନ ନାହିଁ, କିଛି ଅବଜେକ୍ସନ ନାହିଁ। ଆଉ ବହୁତ ବିପଦରୁ ବି ଠାକୁର ମାନେ ଏମିତି ବିପଦରୁ ମାନେ ଠାକୁର କୁଆଡ଼େ କୁଆଡ଼େ ରାସ୍ତାଟାକୁ ଖେଳେଇକି ନେବେ, କେହି ସେଟା ଆପଣ ଜାଣିପାରିବେନି। ଏଇ ଝିଅଟା କେତେ କଷ୍ଟ ପାଇବା ଭିତରେ ମାନେ ହେଲା ନା, ଦେଖିଲେ ସେଇ ଗତ ସତ୍ସଙ୍ଗରେ ଦେଖା ହେଇଥିଲା। ଆମେ ମଝିରେ ମଝିରେ କଥା ହଉ, ଭାରି ଖୁସି ହୁଏ। ଆଉ ଦେଖନ୍ତୁ ଠାକୁର କେମିତି ଦେଇଦେଲେ। ମତେ କହେ ବୋଉ ଆଉ ବାପା ଯିବେ ମୀନା ଦେଇ ଝିଅ ବାହାରୁ, ମତେ ନେଇଯିବ। ସେ କହିଥିଲା, ମୁଁ ଆମେ ଗଲେ ନିଶ୍ଚୟ ତତେ ନବୁ। ତାକୁ ତ ଯୋଗ ପଇଲା ଏଠିକି ନେଇଯାଇଥିଲି। ଆଉ ମୋର ସବୁବେଳେ ଧ୍ୟାନ, ଆପଣ ଏଠି ଅଛନ୍ତି, ସିଏ ସେଠି ଅଛି, 2 ଜଣ ଏଠି ସେଠି ଅଛ। 8 ଗଡ଼ ସେଦିନ ବନ୍ଦ। ଆମ ମନ ଭାରି ଦୁଃଖ ବା, ଏତେ ସୁନ୍ଦର, କିନ୍ତୁ ଏତେ ସୁନ୍ଦର ହେଇଥାଏ। ମାନେ ଆସିଲ ତ ଆମେ ଯାଇଥାନ୍ତୁ କଣ, ବାହାଘର ନଦିନ ଏଇ ଯୋଉ ମେହେନ୍ଦୀ ଦିନ, ମେହେନ୍ଦୀ ଦେଖି ଏତେ ଖୁସି ଲାଗୁଛି। କେମିତି ଆମେ 2 ଦିନ ବହୁତ ମଜା କଲୁ। ଭାରି ମଜା କରନ୍ତି ବା ସେ ମେହେନ୍ଦୀରେ। ଆଉ ବହୁତ ସୁନ୍ଦର ହେଲା, ଆଉ ବହୁତ ଶୁଦ୍ଧତାରେ ତ ଆଜିକାଲି ତ ଆଗ କାଳି ଥିଲା, ଆମ ଭଳି କଣ ଥିଲା ସେଗୁଡ଼ା ଝିଅ। ପଇସା ଆଙ୍କ ଭଳି ସବୁ ମେହେନ୍ଦୀ ଫେହେନ୍ଦୀ ହଉଛି, ମଡର୍ଣ୍ଣ ଷ୍ଟାଇଲରେ ସବୁ ବାହାଘର। ଆଉ ବାହାଘର ସବୁ ସେମ୍ ଷ୍ଟାଇଲ। ଏଇଟା ଶୁଦ୍ଧତାର କଣ, ଠାକୁରଙ୍କର ଏଇ ଯୋଉ ଦାଦାଙ୍କ ବୌଦି, ସେ ମତେ ଶଙ୍ଖା ସିନ୍ଦୁର ଅଳତା ଆଶୀର୍ବାଦ ଦେଲେ। ମତେ ଏମିତି ବଡ଼ ବୌଦି, ମୁଁ ଯାଇ ମାଲିକର
ଆଶୀର୍ବାଦ ହେଇଛି ନିଶ୍ଚିନ୍ତ ପୁଅ ଝିଅ ହେବେ ଆଉ ସେଥିରେ କିଛି ଭାବିବାର ନାହିଁ। ସେଉଠୁ ଏତେ ବଡ଼ ଆଶୀର୍ବାଦ। ଶଙ୍ଖା ସିନ୍ଦୁର ଅଳତା ମୋର ହାତକୁ ଦେଇଥିଲେ। ମନେ ପଡ଼ିଯାଉଛନ୍ତି ତା ବଡ଼ ବୋଉ କି ରାଙ୍ଗ ବୋଉ ସେ କଥା। କକା ବି ସେମିତି ଥରେ କହୁଥିଲେ ତାଙ୍କର ଷ୍ଟୋରି। ହଁ ସିଏ ପୁଣି ରାସ୍ତାରେ ଯାଉଥିଲେ ଟ୍ରେନରେ, ହଁ ଆଉ କିଏ ଜଣେ ବହୁତ ଥଣ୍ଡା, ହଁ କିଏ ଜଣେ ଆସିକି ସୁଇଟର ଦେଲା। ହଁ ମତେ ନେଇ ସେ ସିଉଟରେ ଭରେଇ ଦେଇଛନ୍ତି। ପୁଣି ମୁଁ କହିଲି ତମେ ଏଇଟା କ'ଣ କିଣିଲ ନା? ମୁଁ କିଣିବି କୋଉଠି, ମୁଁ ପଇସା ରୋଜଗାର କରି କରେ। ତାପରେ ପୁଣି ବଡ଼ଦାଙ୍କୁ ପରୀକ୍ଷା କରୁଛନ୍ତି ଯେ ଏତେ ଭିଡ଼ରେ ସେ ଲାଷ୍ଟରେ ଠିଆ ହେଇଛନ୍ତି ଯେ ବଡ଼ଦା ତାଙ୍କୁ ଯଦି ଦେଖିକି ଇଶାରା କରିବେ ସିଏ ଭାବିବେ କି ଇଏ ଭଗବାନ। ଶୁଣ ନା, ହେଲା ସେଇଟା ସେ ଲୋକଟା ଯେ ଆଙ୍କ ସାଙ୍ଗରେ ଥିଲା ସେ ଜବକା ଚାଲ ଦେହର ତା ବୋଉ କହିଲେ ସେ ଆଜି ମାଛ ଖାଇছে ଆଇଁଷ ଖାଇছে ଯିବ। ସେ ମାଛ ମାଂସ ଆଇଁଷ ଏମିତି ଖାଇ ଏମିତି ମୋଟା ହେଇ ବୁଲିବେ, ଗୁଣ୍ଡା ଯିଏ କହିବ ଗୁଣ୍ଡା। ସେଠୁ କୁଆଡ଼େ ଯିବି ନା ତୁ ଚାଲ ମୋ ସାଙ୍ଗରେ ସେ ବାବାଙ୍କ ଘରକୁ ଯିବା। ସିଏ କହିବ ବାବା ନା କୋଉ ବାବା, ଆଉ ନା ତୁ ସେ ଦୀକ୍ଷା ନେବୁ ନା? ମୁଁ ଯଦି ମୋ କଥା ଯଦି ବାବା ଶୁଣିବେ ତାହେଲେ ମୁଁ ନିଶ୍ଚୟ ଦୀକ୍ଷା ନେବି, ନହେଲେ ଦୀକ୍ଷା ଫିକ୍ଷା ନେବି ମୁଁ ପଳେଇ ଆସିବି। ଆଉ ମୋ ବୋଉ ଏଠି ଏକୁଟିଆ ଘରେ, ଆଉ ବାପା ଖଡ଼ଗପୁରରେ ଅଛନ୍ତି, ମୋ ବୋଉକୁ ଛାଡ଼ିଯିବି, ମୋ ବୋଉ କିଏ ଜଗିବ? ମୋ ବୋଉ ଏକୁଟିଆ। ନା ତୁ ଚାଲେ ବାବା ସବୁ କରିଦେବେ। ନା ବାବା ସବୁ କରିବେ, ହଉ ଠିକ୍ ଅଛି। ସେଠୁ ଗଲେ ଆଉ ଛିଡ଼ା ଲାଇନ୍ ଲାଗିଛନ୍ତି। ମୁଁ ଯେତେବେଳେ ଦେଓଘର ଯାଇଥିଲି ଝିଅ, ସେତେବେଳେ କୋଠା ବାଡ଼ି କିଛି ନଥିଲା। ଯୋଉଠି ପ୍ରାର୍ଥନା ହଲ୍, ମୁଁ ଯାଇଥିଲି କେତେ 55 ବର୍ଷ ତଳର କଥା କହୁଛି। ସେତେବେଳେ ଠାକୁରଙ୍କୁ ଦେଖିନି। ଠାକୁର 69 ମସିହାରେ ଗଲେ, ମୁଁ 71 ମସିହାରେ ଦୀକ୍ଷା ନେଲି। ମୁଁ ଯେ ଆଗରୁ ମୁଁ ଭାବିଲି ଆଗରୁ ଟିକେ ଯାଇଥିଲି ତ ଠାକୁରଙ୍କୁ ଦେଖିଥାନ୍ତି। ଦାଦାଙ୍କୁ ଦେଖିଲି, ଦାଦାଙ୍କୁ ଦେଖିଛି, ପୁରା ତାଙ୍କ କଥାବାର୍ତ୍ତା ସବୁ ହେଇଛି। ତାପରେ ଯେତେବେଳେ ଗଲି ବଇଛନ୍ତି ଲାଇନ୍ ଦେଇକିରି, ଆଉ ଲାଇନ୍ ସମୟ ଛିଡ଼ା ହେଇଛନ୍ତି। ସେଉଠୁ ଇଏ କହୁଛନ୍ତି ଇଏ ଯଦି ଇଏ ବାବା ମୋଟା ହେଇକି, ଦାଦାଙ୍କୁ କହୁଛନ୍ତି ମୋଟା ହେଇ ବଇଛି କ'ଣ ଚାରିପଟ ଯାକ ଲୋକ ବଇଛନ୍ତି, ଆଉ ଇଏ କି ବାବା? ଆଙ୍କ ପାଖରେ କ'ଣ ସମସ୍ତେ ଏମିତି ବଇଛନ୍ତି, ଇଏ ବାବା ନୁହଁ। ଆଉ ଯଦି ବାବା ମତେ ଯଦି ଡାକିଦେବେ ତାହେଲେ ମୁଁ ନିଶ୍ଚୟ ଦୀକ୍ଷା ନେବି। ଆଜି 10-15 ଜଣଙ୍କ ପରେ ଅଛନ୍ତି। ଦାଦା ସେଠି କହିଲେ ସେ ଫର୍ଚ୍ଚା ମତନ ছেলে ଡାକି ଦେତ ନା କିଏ ନା ସେ ଫର୍ଚ୍ଚା ମତନ ଥିଲା ନା, ସିଏ କହିଲେ ଆମେ, ସେ କହିଲା ନା ସେଇ ସେତିକିବେଳେ ତ ସେଇଠି ତ ଦୀକ୍ଷା ନେଲେ। ଅନୁଭବ ମୁଁ ବା ମୋ ଅନୁଭବରୁ ଜାଣିଛି। ମୁଁ ଯେତେବେଳେ ମୋ ଭଉଣୀ ଧରେ ଭୁବନେଶ୍ୱରରେ ରହିଲି, ମୁଁ ଥରେ ତ ସେମିତି ମୁଁ ବାବାଙ୍କୁ କହିଲି ଯେ କିଛି ଏମିତି ମଝିରେ ମଝିରେ ସନ୍ଦେହ ଆସେ ନା, ତ ବାବା ତାଙ୍କ ବିଷୟରେ ବର୍ତ୍ତମାନ ଯେଉଁ ଆଚାର୍ୟ ଦେବ ଅଛନ୍ତି ଟିକେ ନା କ'ଣ ଏମିତି ସନ୍ଦେହ ଟାଇପ୍ର କହିଲି। ତ ମୋତେ ବାବା କହିଲେ ଠାକୁର ଲୋକଙ୍କୁ କେବେ ବି ସନ୍ଦେହ କରିବନି। ଏ ବରଗଛର ମଞ୍ଜି ବରଗଛ, ମାନେ ଠାକୁରଙ୍କର ପୁଅ ଠାକୁର, ଏମିତି ମୋତେ କହିଲେ। ମାଝି ଭାଇ କହିବେ ଏ ଯୋଉ ଠାକୁର ଆଉ ବଡ଼ଦା, ଠାକୁରଙ୍କୁ ନ ଦେଖିଲେ କ'ଣ ହେଲା, ବଡ଼ଦାଙ୍କୁ ଦେଖୁଛ, ତମେ ବଡ଼ଦାଙ୍କୁ ଦେଖିଛ, ଠାକୁରଙ୍କୁ ନ ଦେଖିଲେ କ'ଣ ହେଲା? ଅନୁଭୂତିର କଥା ଝୁଅ ମୋ ପ୍ରତି ପଦକ୍ଷେପରେ ଏ ସଂସାର ଭିତରେ ପୁଅ ଦିଟା ପୁଅ, ଯେତେବେଳେ ପିଲାପିଲି ତ ଖରାପ ହେଲେ ମୋ ଶାଶୁ କହିଲେ ଆଉ ଗୋଟେ ବାହାଘର କରିବେ। ରୀତିକି ମାନେ କହିଲେ ନା ହେଇପାରିବନି, ତମେ ନେଇଯା। ଆଙ୍କୁ କହିଲେ ନେଇଯା ବଡ଼ଦାଙ୍କ ପାଖକୁ, ସିଟୁ ଆସିଲେ ଯାଇ ଯାହା କରିବ। ସିଟୁ ଆସିଲା ବେଳକୁ 2ଟି ପୁଅ ଝିଅ ହେଲେ। ମୁଁ କହିଲି ପ୍ରଭୁ ଏ ପୁଅ 2ଟା ଦିଅ, ଯେମିତି ମୋ ସ୍ୱାମୀ ଭଳିଆ ସୁନ୍ଦର ହୁଅନ୍ତୁ, କିନ୍ତୁ କର୍ମଠ ନ ହୁଅନ୍ତୁ, ମାନେ ଆକ୍ଟିଭ କର୍ମୀ ହୁଅନ୍ତୁ। ଗଲ ଏତେ ଆକ୍ଟିଭ ମୋ 2ଟା ପୁଅ ମୁଁ ଭୁଲି ପାରୁନି। ମୋର ଝିଅଟା ଦିଅ ପ୍ରଭୁ। ଝିଅଟା ବେଳକୁ କାହିଁକି ଦୁଃଖ ହେଲା ମୁଁ କହିପାରୁନି। ଝୁଅର ଟିକେ ଦୁଃଖ, କିନ୍ତୁ ସେ ଦୁଃଖ ଲାଘବ ହେଇଗଲା। ଝିଅଟା ବେଳକୁ ଗୋରା ଝିଅଟା ଦିଅ, ଜଳ ମୋ ଭଳିଆ ଦେଲେ କିଏ ନବ କି ନ ନବ? ସେ ଠିକ୍ ଦେଲେ, ଚିନ୍ତା କରନ୍ତୁ। ଏମିତି ଅନୁଭବ ମାନେ ମୁଣ୍ଡ ଖରାପ ହେଇଯାଉଛି। ଗୋଟେ କଥା, ଏ ଭବ ଇଞ୍ଜିନିୟର ଭବ ପଡ଼ିବ, କୋଉଠୁ ପଇସା ଆସିବ, କୋଉଠୁ ପଇସା ଆଣିବି? ବିଶ୍ୱାସ, ମୋ ଦୁଃଖର କଥା କହିଲେ ମୁଁ ଯଦି ବହି ଲେଖି ବସିବି, ମାନେ ମୋତେ ମାତୃ ସମ୍ମିଳନୀ ସବୁଥିରେ ଯାଜନ କରିବାକୁ ଡାକନ୍ତି। ମାତୃ ସମ୍ମିଳନୀ ହୁଏ ଆଠଗଡ଼ରେ। ଆଜିକାଲି ଅନୁଭବ କଥା ହିଁ ବେଶୀ କୁହାଯାଏ। ଆଉ ସମସ୍ତେ ଭାରି ଖୁସି ହୁଅନ୍ତି ମୋ ଇଏଟା। ଡିପି ୱାର୍କରେ ମୋତେ ଚାଲିପାରୁନି ବେଶୀ, ନହେଲେ ନାଇଁ ବୁଲି ବୁଲିକି ଡିପି ୱାର୍କ କରନ୍ତି। ମୋ ଯାଜନରେ ମା' ମାନେ ସମସ୍ତେ ଖୁସି ହୁଏ। ମା' କହି ମା' ଆଜି ମା'ଙ୍କୁ ଯାଜନ କରିବାକୁ ପଡ଼ିବ। ଏବେ ଉତ୍ସବ ହେଇଥିଲା, ଉତ୍ସବରେ ସମସ୍ତେ କହିଲେ ନାଇଁ ମା'ଙ୍କୁ 10 ମିନିଟ୍ ଯାଜନ କରିବାକୁ ଦିଅ। ମୋତେ ମୁଁ କ'ଣ ପଢ଼ାପଢ଼ି ତ କରୁନି, କିନ୍ତୁ କହିଲା ମାନେ
କ'ଣ କୋଉଠୁ କୁହାଯାଏ ଠାକୁରଙ୍କର ଆକୁରେଟ୍ କଥା ସଂସାର କଥା ମା ମାନେ କେମିତି ଚଳିବ ମା ମାନଙ୍କର ପରିବେଶ ଆଜିକାଲି ତ ସବୁ ହେଲାଣି କିନ୍ତୁ ସେଇ ଷ୍ଟାଇଲ ମେଣ୍ଟେନ୍ କଲେ ବି କିନ୍ତୁ ତାଙ୍କର ଯୋଉ ସଂସ୍କାର ସଂସ୍କୃତିଟାକୁ ତାଙ୍କୁ ଶିକ୍ଷା ଦେବାକୁ ପଡ଼ିବ ନିହାତି ଷ୍ଟାଇଲରେ ନାରୀ ନା ତୁମେ ନାରୀ ତ ନାରୀ ଶିକ୍ଷା ନାରୀର ଯୋଉ ବୈଶିଷ୍ଟ୍ୟ ତମେ ତା ବିନା ନାରୀ ହେଇପାରିବନି ହେଇପାରିବନି ମଡର୍ନ ଷ୍ଟାଇଲ ଯାହା ବି କର ଯେମିତି ଚଳ କିନ୍ତୁ ତମର ଯୋଉ ନେଚରଟା ତାକୁ ମାଙ୍କର ବୈଶିଷ୍ଟ୍ୟ ପାଳି ଭିତରେ ରହିତେ ପଡିବ ତାହେଲେ ତମେ ସଂସାରରେ ସୁଖୀ ହେଇପାରିବ ନହେଲେ ନହେଲେ ହେଇପାରିବନି ହବନି କେବେ ହବନି କେବେ ହେଇପାରିବନି ଆଜିକାଲି ଯୁଗ ଯେମିତି ହେଲାଣି ଦେଖୁଥିବ ଯେ ବିଭୀଷିକା ଯୁଗ ନା ସେଇ ତା ଭିତରେ ନିଜକୁ ସୁନ୍ଦର କରି ରଖିବା ଠାକୁରଙ୍କୁ ଧରି ଆଉ ଠିକ ପଥରେ ଚାଲିବା ଏଇଟା ଗୋଟେ ସାଧନା ବି ଆଉ ବହୁତ ବଢିଆ ମୁଁ ଭାବୁଛି ମୋ ବଡ ପୁଅଟା ମାନେ ଏତେ ଠାକୁର ସତ୍ସଙ୍ଗ ବୋଲି ସେ କୁଆଡେ ଉଡିକିରି ପଳେଇବ ଯେତେ କାମ ସତ୍ସଙ୍ଗରେ ପଡିଗଲେ ଭଲ ସବୁବେଳେ ସତ୍ସଙ୍ଗ କରିଲେ ନା ଚିନ୍ତା ନାହିଁ ନା ଆଜେ ବାଜେ ମଣିଷ ହେଇପାରିବନି ନା ତ ସମୟ ହବନି ତାକୁ ଟାଇମ ହବନି ସେ ତ ସବୁବେଳେ ସେଠି ସବୁବେଳେ ସେ ଠାକୁର ଜୟଗୁରୁ ଧରିନାହାନ୍ତି ନା ସେ ତା ବଡ ପୁଅଟା ସବୁବେଳେ ଜୟଗୁରୁ ସାଙ୍ଗରେ ଲିପ୍ତ ରହୁଛି ଆଉ ସାନ ପୁଅଟା କର୍ମ ହଉଛି ମାନେ ସେ ପ୍ରଭୁଙ୍କ ଇଚ୍ଛା ସବୁ ଆଉ କକାଙ୍କର ହୋଲ୍ଡର କିଛି ନାହିଁ କକାଙ୍କର ହୋଲ୍ଡ ନାହିଁ ପଇସା ପତ୍ର ଆଉ ଏତିକି ପିଲାମାନେ କକାର ଯାହା ଦରକାର କେତେ ଟଙ୍କା ଦେବେ ସବୁବେଳେ ବାପାଙ୍କୁ ମାନନ୍ତି ନା ସେଇଟା ଭାରି ଆପଣଙ୍କୁ ବି ସେଇଟା ମାନେ ମାତୃଭକ୍ତି ରହିଛି ପିତୃଭକ୍ତି ସାନ ପୁଅର ମୋ ସାନ ପୁଅ ମତେ ଗଲା ମାନେ ମତେ କେବେ ଟିକେ ହସିଦେଲୁ ମତେ ଦେଖିବ ଯାଇଯିବ ହସିଦେ ଟିକେ ଭାରି ଭଲ ପାଏ ଚାକିରି ଦରକାର ନାହିଁ ଚାକିରି କରି ଆମ ଖବର ଚାକିରି ଠାରୁ ବି ବଡ ଏଇ ସଂସାରଟା ଚାକିରି ଠାରୁ ବଡ ଖାଲି ଯିଏ ମାନିଲା ଜାଣିଲା ନହେଲେ କିଛି ନାହିଁ ଗୀତ ସବୁ ଶିଖୁଥିଲ ତମେ ବୋଲ ଏବେ ବୋଲ ତ ଘରେ ଆଜି ତ ଅଛି ଅନଲାଇନ ରେ ଆଜି ଅଛି ମତେ ଛାଡୁନାହାନ୍ତି କେହି ଅନଲାଇନ ରେ ମୁଁ ଗାଉଛି ତାପରେ ଘରେ ଗୀତ କ୍ଲାସ କରିଛି ନା ପିଲାମାନେ ଆସୁଛନ୍ତି ଗୀତ ଶିଖିବାକୁ ଯାହା ଗୋଟେ ଏ ଗୋଟେ ଖୁସି ଗୀତ ଶିଖିବା ଗୀତ ଶିଖିବା କକା ଡାକିଲେ ଚାଲନ୍ତୁ ଜାଣିଛ ମୁଁ ଖୁଡିଙ୍କର ଇଣ୍ଟରଭ୍ୟୁ ନେଇ ନେଲି ତଳକୁ ଯିବା ଚପଲ ପିନ୍ଧିବା ଯିବୁ ଘରକୁ ଭିଡିଓ କରିବି ବନ୍ଦ କରୁଛି